କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। କୁହାଯାଏ ପ୍ଲାଷ୍ଟିକ ବ୍ୟବହାର କର ନାହିଁ, ପ୍ଲାଷ୍ଟିକକୁ ବର୍ଜନ କର ଏବଂ ପରିବେଶକୁ ବଞ୍ଚାଅ ବା ପୃଥିବୀକୁ ବଞ୍ଚାଅ। କାହିଁକି କୁହାଯାଏ? ପ୍ଲାଷ୍ଟିକ କେତେ କ୍ଷତିକାରକ, ଯାହାକି ପରିବେଶ ଉପରେ କୁପ୍ରଭାବ ପକେଇଥାଏ। ତ ଜାଣିବା ଆଜିର ଭିଡିଓରେ। ପ୍ଲାଷ୍ଟିକରୁ ଦୂରେଇ ରହିବା ପ୍ଲାଷ୍ଟିକ ବର୍ଜ୍ୟର ପରିମାଣକୁ ହ୍ରାସ କରିବାରେ ସାହାଯ୍ୟ କରେ। ପ୍ଲାଷ୍ଟିକ ପ୍ରଦୂଷଣ ବନ୍ୟଜନ୍ତୁଙ୍କ ପାଇଁ ଏକ ବଡ଼ ବିପଦ, କାରଣ ପଶୁମାନେ ପ୍ଲାଷ୍ଟିକ ଖାଇପାରନ୍ତି କିମ୍ବା ଏଥିରେ ଜଡ଼ିତ ହୋଇ ରହିପାରନ୍ତି, ଯାହାଦ୍ୱାରା ଆଘାତ କିମ୍ବା ମୃତ୍ୟୁ ହୋଇପାରେ। ପ୍ଲାଷ୍ଟିକ ପ୍ରଦୂଷଣ ପୃଥିବୀ ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଇଥାଏ, ବାସସ୍ଥାନ ଏବଂ ଜୈବ ବିବିଧତାକୁ ବାଧା ଦେଇଥାଏ। ପ୍ଲାଷ୍ଟିକ ଉତ୍ପାଦନ ଏବଂ ବ୍ୟବହାର ହ୍ରାସ କରିବା ଦ୍ୱାରା ପ୍ଲାଷ୍ଟିକ ଉତ୍ପାଦନ ଏବଂ ନିଷ୍କାସନ ସହିତ ଜଡ଼ିତ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ପ୍ଲାଷ୍ଟିକ ଉତ୍ପାଦନ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭର କରେ, ଯାହା ସୀମିତ ଉତ୍ସ ଅଟେ। ପ୍ଲାଷ୍ଟିକରୁ ଦୂରେଇ ରହିବା ଜୀବାଶ୍ମ ଇନ୍ଧନ ସଂରକ୍ଷଣ କରିବାରେ ସାହାଯ୍ୟ କରେ। ପ୍ଲାଷ୍ଟିକରେ କ୍ଷତିକାରକ ରାସାୟନିକ ପଦାର୍ଥ ରହିଥାଏ, ଯାହା ଖାଦ୍ୟ, ଜଳ ଏବଂ ପରିବେଶରେ ପ୍ରବେଶ କରି ମାନବ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ପ୍ଲାଷ୍ଟିକରୁ ଦୂରେଇ ରହିବା ଏକ ପରିବେଶ ଅନୁକୂଳ ଭବିଷ୍ୟତ ଆଡ଼କୁ ଅଗ୍ରଗତି କରିବାରେ ସହାୟତା କରେ। ପ୍ଲାଷ୍ଟିକ ପ୍ରଦୂଷଣ ନଦୀ, ହ୍ରଦ ଏବଂ ମହାସାଗର ସମେତ ଜଳ ଉତ୍ସକୁ ଦୂଷିତ କରେ, ଜଳ ଯୋଗାଣ ପ୍ରତି ବିପଦ ସୃଷ୍ଟି କରେ। ପ୍ଲାଷ୍ଟିକରୁ ଦୂରେଇ ରହିବା ବର୍ଜ୍ୟବସ୍ତୁ ଉତ୍ପାଦନକୁ କମ୍ କରିବାରେ ସାହାଯ୍ୟ କରିଥାଏ, ଯାହା ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀରେ କମ୍ ଚାପ ପକାଇଥାଏ। ପ୍ଲାଷ୍ଟିକ ପ୍ରଦୂଷଣ ପ୍ରାକୃତିକ ସୌନ୍ଦର୍ଯ୍ୟ ହରଣ କରିଥାଏ, ଯାହା ପର୍ଯ୍ୟଟନକୁ ପ୍ରଭାବିତ କରିଥାଏ। ପ୍ଲାଷ୍ଟିକରୁ ଦୂରେଇ ରହିବା ଦ୍ୱାରା ସ୍ଥାନୀୟ ଉତ୍ପାଦିତ ସ୍ଥାୟୀ ବିକଳ୍ପଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସମର୍ଥନ କରେ। ପ୍ଲାଷ୍ଟିକ ବ୍ୟବହାର ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରି ଆମେ ଏକ ସ୍ୱଚ୍ଛ, ସୁସ୍ଥ ପରିବେଶ ସୃଷ୍ଟି କରିପାରିବା, ଯାହା ପୃଥିବୀର ସମସ୍ତ ଜୀବନ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନିଶ୍ଚିତ ହୋଇପାରିବ। ରହୁଛି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭିଡିଓ ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓକୁ ଆମ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି, ଆମ ସହିତ ଯୋଡ଼ିବା ପାଇଁ ଚାହୁଁଛନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡେଡ୍ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।